ଆପଣମାନଙ୍କୁ ସମସ୍ତଙ୍କୁ ରିକ୍ୱେଷ୍ଟ ଯେଉଁମାନେ ଏଇ ଚ୍ୟାନେଲରେ ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ଏଇ ଚ୍ୟାନେଲ ମାଧ୍ୟମରେ ଯାହା ବି ଆମେ ପ୍ରାଇଭେଟ ଆଉ କର୍ପୋରେଟ ସେକ୍ଟର ଜବ୍ର ଭ୍ୟାକେନ୍ସି ଇନଫର୍ମେସନ୍ ପ୍ରୋଭାଇଡ୍ କରୁଛି, ସମସ୍ତ ଭ୍ୟାକେନ୍ସି ରିଲେଟେଡ୍ ଇନଫର୍ମେସନ୍ ଫ୍ରି ଅଫ୍ କଷ୍ଟରେ ଆପଣମାନେ ପାଇପାରିବେ ଆପଣଙ୍କ ନିଜ ଲୋକେସନରେ। ତ ଆପଣଙ୍କ କ୍ୱାଲିଫିକେସନ୍ ଆଉ ଏକ୍ସପିରିଏନ୍ସ ଉପରେ ଆପଣଙ୍କ ଜବ୍ ଡିପେଣ୍ଡ କରୁଛି, କାହାକୁ ବି ପଇସା ଦେବା ଦରକାର ନାହିଁ। ଡାଇରେକ୍ଟ ଆପଣ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ଆପଣ ଯଦି ଫ୍ରେଣ୍ଡ ବା ରିଲେଟିଭ୍ ଯେଉଁମାନେ ଜବ୍ ସର୍ଚ୍ଚ କରୁଛନ୍ତି ତାଙ୍କୁ ମଧ୍ୟ ଲିଙ୍କ୍ ସେୟାର କରିପାରିବେ। ଯଦି କିଛି କ୍ୱେରି ଅଛି କମେଣ୍ଟ ମାଧ୍ୟମରେ ପଚାରନ୍ତୁ। ଦେଖନ୍ତୁ ବହୁତ ସାରା ଇନଫର୍ମେସନ୍ ଅଛି ଯେଉଁଟାକି ଆଡଭର୍ଟାଇଜମେଣ୍ଟରେ ପବ୍ଲିଶ ହେଇନି, ସେଟା ଆମେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଦେବୁ। ତା ସହିତ ବହୁତ ସାରା ଇନଫର୍ମେସନ୍ ଅଛି ଯେଉଁଟାକି এই ভিডিও মাধ্যমରେ ଆପଣ ପାଇପାରିବେ। ସେଥିପାଇଁ ଚ୍ୟାନେଲକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ। ମୁଥୁଟ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି ଯେଉଁଟାକି ଓଡ଼ିଶାରେ ହାୟରିଂ ଅଛି। କ'ଣ ପୋଷ୍ଟ ଅଛି ନା ଆପଣଙ୍କର ତ ରିଲେସନସିପ୍ ଅଫିସର ପାଇଁ ଆପଣଙ୍କର ପୋଷ୍ଟ ଆସିଛି। ତ ଓଡ଼ିଶାରେ ଆପଣଙ୍କ ରିଲେସନସିପ୍ ଅଫିସର ପାଇଁ ଆସିଛି। ତ କ୍ୱାଲିଫିକେସନ୍ +2 ପାସ୍ ବା ଗ୍ରାଜୁଏସନ୍ ଯେକୌଣସି ଏନି ଡିସିପ୍ଲିନ୍ କରିଥାନ୍ତୁ ଆପ୍ଲାଏ କରିପାରିବେ। ଫ୍ରେସର, ଏକ୍ସପିରିଏନ୍ସ, ମେଲ୍ ଫିମେଲ୍ ସମସ୍ତେ ଆପ୍ଲାଏ କରିବେ। ଯଦି ଆପଣ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି, ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ଅଛି ତାହେଲେ ଆପ୍ଲାଏ କରିପାରିବେ। ତା ସହିତ ସମସ୍ତଙ୍କ ପାଖରେ ଓନ୍ ଡ୍ରାଇଭିଂ ଲାଇସେନ୍ସ ବା ଲର୍ଣ୍ଣିଂ, ତା ସହିତ 2 ହ୍ୱିଲର ଥିବା କମ୍ପଲସରି। ଦେଖନ୍ତୁ ୱାର୍କିଂ ଇଣ୍ଟରଭ୍ୟୁ 21-22 2 ଦିନ ଅଛି। ରିପୋର୍ଟିଂ ଟାଇମ୍ 9ଟା ଅଛି। କୋଉ କୋଉ ଲୋକେସନ ପାଇଁ ଅଛି ଦେଖନ୍ତୁ, ମୁଁ ଅଲରେଡି ଡେଟ୍ ୱାଇଜ୍ ଆପଣଙ୍କୁ ଦେଇଦେଉଛି। କଟକରେ ଯେଉଁମାନେ କମେଣ୍ଟ ମାଧ୍ୟମରେ ପଚାରିଥିଲେ ସେମାନଙ୍କ ପାଇଁ ବହୁତ ଭଲ ଅପରଚୁନିଟି ଅଛି। 21 ତାରିଖ ଦିନ ଆପଣଙ୍କ ୱାର୍କିଂ ଇଣ୍ଟରଭ୍ୟୁ ଅଛି। 21 ଜୁନ୍‌ରେ ଅଛି। ତ ଢେଙ୍କାନାଳ ପାଇଁ ମଧ୍ୟ 21 ଜୁନ୍‌ରେ ୱାର୍କିଂ ଇଣ୍ଟରଭ୍ୟୁ ଅଛି। ମାର୍କୋଣ ପାଇଁ ମଧ୍ୟ 21 ଜୁନ୍‌ରେ ଅଛି। ଭଦ୍ରକ ପାଇଁ ମଧ୍ୟ 21 ଜୁନ୍‌ରେ ୱାର୍କିଂ ଇଣ୍ଟରଭ୍ୟୁ ଅଛି। ତାପରେ ଆନନ୍ଦପୁର ପାଇଁ ଆପଣଙ୍କର ଅଛି 21 ଜୁନ୍‌ରେ, ସାଲେପୁର ପାଇଁ ଆପଣଙ୍କର ଅଛି 22 ଜୁନ୍‌ରେ, ଚଣ୍ଡିଖୋଲ ପାଇଁ ଆପଣଙ୍କର ଅଛି 22 ଜୁନ୍‌ରେ। ତ ପାଖାପାଖି ଯୋଉ ଲୋକେସନ ପାଇଁ ଆପଣଙ୍କର ଆସିଛି ଏଠି ଜବ୍ର ଇନଫର୍ମେସନ୍ ଆସିଛି, ତ ଡେଟ୍ ଆପଣଙ୍କ ଡିଟେଲ୍ ଇନଫର୍ମେସନ୍ ମୁଁ ପ୍ରୋଭାଇଡ୍ କରିଦେଉଛି। ତ କଟକର ଯେଉଁମାନେ କମେଣ୍ଟ ମାଧ୍ୟମରେ ପଚାରିଥିଲେ କଟକ ଆଉ ଢେଙ୍କାନାଳ ବା ସାଲେପୁର ପାଇଁ ପଚାରିଥିଲେ ସେମାନଙ୍କ ପାଇଁ ବହୁତ ଭଲ ଅପରଚୁନିଟି ଅଛି। ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ। ଦେଖନ୍ତୁ ଏଠି ସାଲେରୀ ଅପ୍ ଟୁ କିଛି କୁହାଯାଇନି, କିନ୍ତୁ ପାଖାପାଖି ଆପଣ ସାଲେରୀ ସହିତ ଏମ୍ପ୍ଲୟମେଣ୍ଟ ବେନିଫିଟ୍, ପିଏଫ୍, ପିଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ, ମୋବାଇଲ୍ ଆଲାଉନ୍ସ, ଫୁଏଲ୍, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ୍, କ୍ୟାରିୟର ଗ୍ରୋର ମଧ୍ୟ ଅପରଚୁନିଟି ଅଛି। ତ ଇନସେଣ୍ଟିଭ୍ଟା ଆପଣ ପରଫର୍ମାନ୍ସ ଉପରେ ବେସ୍ କରୁଛି। ଅପ୍ ଟୁ ପାଖାପାଖି 23,600 ଭଳିଆ ଇନସେଣ୍ଟିଭ୍ ମଧ୍ୟ ଆସିଯାଉଛି। ଏଇଟା ଆପଣଙ୍କ ପରଫର୍ମାନ୍ସ ଉପରେ ରହୁଛି। ସାଲେରୀ ଆପଣ କନଷ୍ଟାଣ୍ଟ ରହିବ। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ପ୍ରଥମେ ଆପଣଙ୍କୁ ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଆଉ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାନେ ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍, ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି, 2ଟା ପାସପୋର୍ଟ ସାଇଜ୍ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ଯାହା ବି ଜବ୍ ରିଗାର୍ଡିଂ କ୍ୱେରି ଅଛି ଆପଣ ସେଠି ମଧ୍ୟ ପଚାରିପାରିବେ। ସାଲାରୀ ରିଗାର୍ଡିଂ କ୍ୱେରି ଆପଣ ମଧ୍ୟ ସର୍ଟ ଆଉଟ୍ କରିପାରିବେ। ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାନଙ୍କର ଲାଷ୍ଟ ଜବ୍ର ସାଲାରୀ ଉପରେ ଏଇଟା ହାଇକ୍ ହେଇକି ଆସିବ, ଆଉ ଫ୍ରେସର ମାନଙ୍କର କନଷ୍ଟାଣ୍ଟ ନାହିଁ। ତ ସେଇଟା ଆପଣ ଇଣ୍ଟରଭ୍ୟୁରେ ମଧ୍ୟ ଜାଣିପାରିବେ। ଦେଖନ୍ତୁ EU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି। ୱାର୍କିଂ ଇଣ୍ଟରଭ୍ୟୁ 21 ଜୁନ୍‌ରେ ଅଛି। ରିପୋର୍ଟିଂ ଟାଇମ୍ 10:30ରୁ 3ଟା ପର୍ଯ୍ୟନ୍ତ ଅଛି। କୋଉ ଲୋକେସନ ପାଇଁ ଆପଣ କଟକ ଲୋକେସନ ପାଇଁ ଆସିଛି। ତ ଯେଉଁମାନେ କଟକରେ ବିଲଙ୍ଗ କରୁଛନ୍ତି ସେମାନେ ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ, ବା ଆପଣ ଦିଆଯାଇଥିବା ଇମେଲ୍ ଆଡ୍ରେସ୍ ବି ସେଣ୍ଡ କରିପାରିବେ। କିନ୍ତୁ ଯେହେତୁ ଇଣ୍ଟରଭ୍ୟୁ କଣ୍ଟିନ୍ୟୁ ଅଛି, କାଇଣ୍ଡଲି ରିକ୍ୱେଷ୍ଟ ଆପଣଙ୍କର ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ କମ୍ପଲସରି ଅଛି। ତା ସହିତ ଯଦି ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି, ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ଅଛି, ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍, ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ସହିତ 2 ସେଟ୍ ଜେରକ୍ସ କପି, 4ଟା ପାସପୋର୍ଟ ସାଇଜ୍ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। ଅନନେସେସରି ମେଲ୍ ଯଦି ସେଣ୍ଡ କରୁଛନ୍ତି, ଯଦି ସର୍ଟଲିଷ୍ଟେଡ୍ ଇଣ୍ଟରଭ୍ୟୁରେ କମ୍ପ୍ଲିଟ୍ ହେଉଛି ଦେନ୍ ଆପଣଙ୍କ ସିଭି ସର୍ଟଲିଷ୍ଟେଡ୍ ହେବାର ଚାନ୍ସ ନାହିଁ। ତେଣୁ ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଯଦି ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। ପୋଷ୍ଟ କ'ଣ ଅଛି ନା ଫିଲ୍ଡ ଅଫିସର ଫର୍ ରୁରାଲ ମାଇକ୍ରୋ ଲୋନ୍ ପାଇଁ ଅଛି। +2 ପାସ୍ ବା ଗ୍ରାଜୁଏସନ୍ କରିଥାନ୍ତୁ ଆପ୍ଲାଏ କରିପାରିବେ। ଫ୍ରେସର, ଏକ୍ସପିରିଏନ୍ସ ବହୁତ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଏକ୍ସପିରିଏନ୍ସ ମାନେ ଆପଣଙ୍କର ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟରରେ ଏକ୍ସପିରିଏନ୍ସ ହେଇଥିଲେ ଆପଣ ଆପ୍ଲାଏ କରିପାରିବେ। ତ ଏଠି ସାଲାରୀ କିଛି କୁହାଯାଇନି, କିନ୍ତୁ ବହୁତ ଭଲ ସାଲାରୀ ସହିତ ଏମ୍ପ୍ଲୟମେଣ୍ଟ ବେନିଫିଟ୍, ପିଏଫ୍, ପିଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ, ମୋବାଇଲ୍ ଆଲାଉନ୍ସ, ଫୁଏଲ୍, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ୍, କ୍ୟାରିୟର ଗ୍ରୋର ମଧ୍ୟ ଅପରଚୁନିଟି ଅଛି। କିନ୍ତୁ ଟର୍ମ ଆଣ୍ଡ କଣ୍ଡିସନ୍ ଗୋଟିଏ, ଫ୍ରେସର ହୁଅନ୍ତୁ, ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ମେଲ୍ ଫିମେଲ୍ ସମସ୍ତେ ଆପ୍ଲାଏ କରିବେ। କିନ୍ତୁ ଟର୍ମ ଆଣ୍ଡ କଣ୍ଡିସନ୍ ଗୋଟିଏ, ସେମାନଙ୍କ ପାଖରେ ଓନ୍ ଡ୍ରାଇଭିଂ ଲାଇସେନ୍ସ ବା ଲର୍ଣ୍ଣିଂ, ତା ସହିତ 2 ହ୍ୱିଲର ଥିବା ଦରକାର। କାରଣ ଏଇଟା ଯେହେତୁ ଫିଲ୍ଡ ବେସ୍ ଜବ୍ ରହୁଛି ସେଥିପାଇଁ ଏଇଟା ଆପଣଙ୍କର ଫୁଲ୍ କ୍ରାଇଟେରିଆ ଅଛି। ଦେଖନ୍ତୁ HDFC ବ୍ୟାଙ୍କ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି। ଟୋଟାଲ 10ଟା ପୋଷ୍ଟ ପାଇଁ ଆପଣଙ୍କର ଏଠି ଭ୍ୟାକେନ୍ସି ଆସିଛି। ଓଡ଼ିଶାରେ କ'ଣ ପୋଷ୍ଟ ଅଛି ତ ରୁରାଲ ମାନେ ରୋଲ୍ ଅଛି ବ୍ରାଞ୍ଚ ଇନଚାର୍ଜ ପାଇଁ ଆପଣଙ୍କ ଆସିଛି। କ୍ୱାଲିଫିକେସନ୍ ମିନିମମ୍ ଗ୍ରାଜୁଏସନ୍ ଯେକୌଣସି ଏନି ଡିସିପ୍ଲିନ୍ କରିଥାନ୍ତି ଆପ୍ଲାଏ କରିପାରିବେ। ତା ସହିତ ମିନିମମ୍ 8 ଇୟର ୱାର୍କିଂ ଏକ୍ସପିରିଏନ୍ସ ଦରକାର ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟରରେ। ତା ସହିତ ରୁରାଲ ରିଲିଭାଣ୍ଟ ୱାର୍କ ଏକ୍ସପିରିଏନ୍ସ 3 ଇୟର ମଧ୍ୟ ଥିବା ଦରକାର, ଯୋଉଟାକି ଆପଣ ବ୍ରାଞ୍ଚ ଇନଚାର୍ଜ ଉପରେ ଆପଣ 3 ଇୟର ଏକ୍ସପିରିଏନ୍ସ ଥିଲେ ଆପଣଙ୍କ ଏଇ ଜବ୍କୁ ଆପ୍ଲାଏ କରିପାରିବେ। ତ ଏଠି ଆପଣଙ୍କ ଓଡ଼ିଶାରେ କୋଉ କୋଉ ଲୋକେସନ ପାଇଁ ଆସିଛି ଦେଖନ୍ତୁ, ଖୋର୍ଦ୍ଧା, ବାଲୁଗାଁ, ସୋର, ହିନ୍ଦୋଳ, ଭୁବନ, ତାଳଚେର, ବୌଦ୍ଧ, ଆସ୍କା, ନିମାପଡ଼ା, ଖୋର୍ଦ୍ଧା, ନିରାକାରପୁର। ତ ଏଇ ଲୋକେସନ ପାଇଁ ଆପଣଙ୍କର ଭ୍ୟାକେନ୍ସି ଆସିଛି।
तो 10टा लोकेशन ପାଇଁ 10ଟା ବ୍ରାଞ୍ଚ ଇନଚାର୍ଜ ପାଇଁ ଆପଣଙ୍କର ଜବ୍ର ଭ୍ୟାକେନ୍ସି ଅଛି। ଯେଉଁମାନେ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି ମିନିମମ୍ 8 ଇୟର ଯଦି ବ୍ୟାଙ୍କିଙ୍ଗ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ଅଛି ତା ସହିତ 3 ଇୟର ମିନିମମ୍ ବ୍ରାଞ୍ଚ ଇନଚାର୍ଜର ଏକ୍ସପିରିଏନ୍ସ ଅଛି ସେଇ କ୍ୟାଣ୍ଡିଡେଟ୍ ମାନେ ଆପ୍ଲାଏ କରିପାରିବେ। ଦେଖନ୍ତୁ ସାଲେରୀ ତ ଆପଣଙ୍କର ଲାଷ୍ଟ ଜବ୍ ସାଲେରୀ ଉପରେ ଏଇଟା ଆପଣଙ୍କୁ ଆସିବ। ତା ସହିତ ଏମ୍ପ୍ଲୟମେଣ୍ଟ ବେନିଫିଟ୍ ମଧ୍ୟ ଯେମିତି ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ, ମୋବାଇଲ ଆଲାଉନ୍ସ, ଫୁଏଲ୍, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ୍। ତ ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ୍ କ୍ୟାରିୟର ଗ୍ରୋର ମଧ୍ୟ ଅପରଚ୍ୟୁନିଟି ଅଛି ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେବେ। ଦେଖନ୍ତୁ ଏଠି ଜବ୍ ଆଉ ରେସ୍ପନ୍ସିବିଲିଟି ଡିଟେଲ୍ ପ୍ରୋଭାଇଡ୍ କରାଯାଇଥିଲା। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ପ୍ରଥମେ ଏଇ କ୍ରାଇଟେରିଆ ଫୁଲଫିଲ୍ ପଢ଼ିଦିଅନ୍ତୁ, ଦେନ୍ ଆପଣ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଠି ଅଲରେଡି ମୁଁ ଆପଣଙ୍କର ଇମେଲ୍ ଆଇଡି ଦେଇଦେଇଛି, ତ ଦିଆଯାଇଥିବା ଇମେଲ୍ ଆଇଡିରେ ସିଭି ସେଣ୍ଡ କରନ୍ତୁ। ସିଭି ସେଣ୍ଡ କଲାବେଳେ ଆପଣ ଲୋକେସନ୍ ଲେଖି ସିଭି ସେଣ୍ଡ କରନ୍ତୁ। ଯଦି ସିଭି ତ ସମସ୍ତ ଇନଫର୍ମେସନ୍ ଅଲରେଡି ପ୍ରୋଭାଇଡ୍ କରିଛି। ତ ଆପଣ ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି ଦେଖନ୍ତୁ ଏଠି ଇମେଲ୍ ଆଇଡି ହେଉଛି tapan.misr@misr@sdbfs.com ବା ଆପଣଙ୍କର bikasvikas.pradhan@s dbfs.com ରେ ଆପଣ ମଧ୍ୟ ସେଣ୍ଡ କରିପାରିବେ। ଦେଖନ୍ତୁ ଏଠି ଅଲରେଡି ବହୁତ ଛୋଟରେ ଅଛି ତ କାଳେ ଆପଣମାନଙ୍କୁ ଭିଜିବୁଲ୍ ହେବନି ସେଥିପାଇଁ ମୁଁ ଆପଣଙ୍କୁ ଭିଡ଼ିଓ ଡିଟେଲ୍ କହିଦେଲି। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଦିଆଯାଇଥିବା ଇମେଲ୍ ଆଇଡିରେ ଆପଣଙ୍କର ସିଭି ସେଣ୍ଡ କଲାବେଳେ ଆପଣଙ୍କର ଲୋକେସନ୍ ପ୍ରପର୍ ମେନସନ୍ କରନ୍ତୁ କାରଣ ଆପଣଙ୍କର ଲୋକେସନ୍ ୱାଇଜ୍ ଆପଣଙ୍କ ସିଭି ସର୍ଟଲିଷ୍ଟେଡ୍ ହେବ। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ସେମାନେ ଚେଷ୍ଟା କରନ୍ତୁ ଦିଆଯାଇଥିବା ଇମେଲ୍ ଆଇଡିରେ ସିଭି ସେଣ୍ଡ କରିବା ପାଇଁ। ଯଦି ସିଭି ସର୍ଟଲିଷ୍ଟେଡ୍ ହେବ ଡିଟେଲ୍ ଇନଫର୍ମେସନ୍ ଆପଣ କମ୍ପାନୀ ତରଫରୁ ମଧ୍ୟ ପାଇପାରିବେ। ଦେଖନ୍ତୁ ଇଞ୍ଜିନିୟରିଂ କ୍ୟାଣ୍ଡିଡେଟ୍ଙ୍କ ପାଇଁ ଗୋଟେ ଜବ୍ର ଭ୍ୟାକେନ୍ସି ଅଛି ଯେଉଁଟାକି ଆଦିତ୍ୟ ବିର୍ଲା ତରଫରୁ ଆସିଛି। ଓଡ଼ିଶାରେ ଜବ୍ର ପୋଷ୍ଟିଂ ଅଛନ୍ତି ଓ ପୋଷ୍ଟିଂ ଅଛି। କ'ଣ ପୋଷ୍ଟ ଅଛି ଦେଖନ୍ତୁ ନା ଜୁନିୟର ଇଞ୍ଜିନିୟର ଫର୍ ପ୍ରଡକ୍ସନ୍ ପାଇଁ ଅଛି। ଟୋଟାଲ୍ 5ଟା ପୋଷ୍ଟ ଅଛି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ଡିପ୍ଲୋମା ଇନ୍ କେମିକାଲ ଇଞ୍ଜିନିୟରିଂ ଯଦି ଆପଣ କରିଛନ୍ତି ତାହେଲେ ଆପ୍ଲାଏ କରିପାରିବେ। ମିନିମମ୍ 2 to 5 ଇୟର ଏକ୍ସପିରିଏନ୍ସ ଦରକାର। ତାହେଲେ ଆଲକାଲାଇନ୍ ଇଣ୍ଡଷ୍ଟ୍ରି ଉପରେ ଆପଣଙ୍କର ଯଦି ଆପଣ ଏକ୍ସପିରିଏନ୍ସ ଅଛି ତାହେଲେ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଦେଖନ୍ତୁ ଏଠି ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାଗିଛି ତ ଆପଣ ସିଭିକୁ ସେଣ୍ଡ ମଧ୍ୟ କରିପାରିବେ ବା ଆପଣ ଦିଆଯାଇଥିବା ଆଡ୍ରେସ୍ରେ ମଧ୍ୟ ଭିଜିଟ୍ କରିପାରିବେ। ଭିଜିଟ୍ କଲାବେଳେ ଆପଣ ସମସ୍ତ ଡକୁମେଣ୍ଟ ସହିତ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ଆପଣଙ୍କ ଅପଡେଟ୍ ସିଭି ୱିଥ୍ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ 3 month ସାଲାରୀ ସ୍ଲିପ୍ ସମସ୍ତ ଅରିଜିନାଲ୍ ଡକୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି 2ଟା ପାସପୋର୍ଟ ସାଇଜ୍ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ ବା ଆପଣ ସିଭିକୁ ଦିଆଯାଇଥିବା ଇମେଲ୍ ଆଇଡିରେ ସେଣ୍ଡ କରିପାରିବେ। ସାଲେରୀ ଏଠି କିଛି କୁହାଯାଇନି। ସାଲେରୀ ରିଗାର୍ଡିଂ ଯାହା ବି କ୍ୱେରି ଅଛି ଆପଣ ଇଣ୍ଟରଭ୍ୟୁରେ ପଚାରି ମଧ୍ୟ ପାରିବେ ବା ଆପଣଙ୍କର ସିଲେକ୍ସନ୍ ହେଲେ ଯଦି ଇଣ୍ଟରଭ୍ୟୁ ପାଇଁ ସର୍ଟଲିଷ୍ଟେଡ୍ ହେଉଛନ୍ତି ତାହେଲେ ଆପଣଙ୍କୁ ଟେଲିଫୋନିକ୍ ବା ଇମେଲ୍ ଜରିଆରେ ଜଣାଇ ଦିଆଯିବ। ତ ସେଠି ଆପଣ ଯେତେବେଳେ ଅପଡେଟ୍ ଇନଫର୍ମେସନ୍ ଆପଣ ମଧ୍ୟ ପାଇପାରିବେ ଇଣ୍ଟରଭ୍ୟୁ ଟାଇମ୍ରେ। ତ ଏଠି ଯେହେତୁ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ରିକ୍ୱାର୍ଡ ହେଇଛି ତ ତାହେଲେ ଆପଣ ଲାଷ୍ଟ ଜବ୍ର ସାଲେରୀ ଉପରେ ଆପଣଙ୍କର ସାଲେରୀ ହାଇକ୍ ହେଇକି ଆସିବ। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି କାଇଣ୍ଡଲି ସିଭି ସେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଏଇଟା ଗୋଟେ ପାୱାର ଯେଉଁ ପ୍ରୋଜେକ୍ଟର ଆସିଛି ମ୍ୟାନପାୱାର ରିକ୍ରୁଟମେଣ୍ଟ ଆସିଛି ଜେଏସ୍ପିଏଲ୍ ତରଫରୁ। ତ ପୋଷ୍ଟିଂ ଆପଣଙ୍କ ଅନୁଗୁଳ ଓଡ଼ିଶାରେ ହେବ। ଓନ୍ଲି ଫର୍ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଯେଉଁମାନେ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି ସେଇମାନେ ହିଁ ଏଇ ଜବ୍କୁ ଆପ୍ଲାଏ କରିପାରିବେ। ଯେଉଁମାନେ ଆଇଟିଆଇରେ ଆପଣ ଫିଟର ହଉ ଇଲେକ୍ଟ୍ରିସିଆନ୍ ହଉ ବା ୱେଲ୍ଡରରେ ଆପଣଙ୍କର ଅଛି ତ ସେଇମାନେ ହିଁ ଆପ୍ଲାଏ କରିପାରିବେ। ତ ଭ୍ୟାକେନ୍ସି ୱାଇଜ୍ ଡିଟେଲ୍ ଇନଫର୍ମେସନ୍ ଅଲରେଡ଼ି ମୁଁ ପ୍ରୋଭାଇଡ଼ କରିଦେଇଛି। କ୍ୱାଲିଫିକେସନ୍ ଆଇଟିଆଇ ଯେଉଁମାନେ କରିଛନ୍ତି ଆପ୍ଲାଏ କରିପାରିବେ। ତା ସହିତ ରିଲିଭାଣ୍ଟ ପୋଷ୍ଟ ଉପରେ ଆପଣଙ୍କର ଯଦି 5 ଇୟର ଏକ୍ସପିରିଏନ୍ସ ଅଛି ମିନିମମ୍ 5 to 3 ଇୟର ଏକ୍ସପିରିଏନ୍ସ ଅଛି ତାହେଲେ ଆପ୍ଲାଏ କରିପାରିବେ। ସାଲେରୀ ଏଠି ଅଲରେଡ଼ି ମେନସନ୍ ଅଛି। ତ ଟୋଟାଲ୍ 6ଟା ପୋଷ୍ଟର 6ଟା ଡିପାର୍ଟମେଣ୍ଟର ଭ୍ୟାକେନ୍ସି ଆସିଛି। ତ ଟୋଟାଲ୍ ଏତିକି ଭ୍ୟାକେନ୍ସି ପାଇଁ ଆପଣଙ୍କର ଡିଟେଲ୍ ଇନଫର୍ମେସନ୍ ଦିଆଯାଇଛି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଦେଖନ୍ତୁ ସାଲେରୀ ମଧ୍ୟ ଏଠି କେଉଁ ରେଞ୍ଜରେ ରହିବ ଆପଣଙ୍କର ମଧ୍ୟ ପ୍ରୋଭାଇଡ଼ କରିଛି। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆପଣଙ୍କର ଏଠି ଦିଆଯାଇଛି ଏଚ୍ଆର୍ଙ୍କ ମେଲ୍ ଆଇଡି ଅଛି। ତ ଆପଣମାନେ ଯେତେବେଳେ ଆପଣ ସିଭି ସେଣ୍ଡ କରୁଛନ୍ତି ଆପଣଙ୍କର ପୋଷ୍ଟ ନେମ୍ ଲେଖି ସିଭି ସେଣ୍ଡ କରନ୍ତୁ। ଯଦି ସିଭି ସର୍ଟଲିଷ୍ଟେଡ୍ ହେବ କମ୍ପାନୀ ତରଫରୁ ଟେଲିଫୋନିକ୍ ଭାବରେ ବା ଇମେଲ୍ ଜରିଆରେ ଜଣାଇ ଦିଆଯିବ କି କେଉଁ ଲୋକେସନ୍ ବା କି ଇଣ୍ଟରଭ୍ୟୁ ହେଉଛି। କିନ୍ତୁ ଯେଉଁମାନେ ସିଭି ସେଣ୍ଡ କରୁଛନ୍ତି କାଇଣ୍ଡଲି ରିକ୍ୱେଷ୍ଟ ସେତେବେଳେ ଆପଣ ପୋଷ୍ଟ ଲେଖି ସିଭି ସେଣ୍ଡ କରନ୍ତୁ। ଆଉ ସାଲେରୀ ତ ଆପଣଙ୍କୁ ଏଠି କୁହାଯାଇଛି ଅଲ୍ ଇନଫର୍ମେସନ୍ ଅଲରେଡ଼ି ପ୍ରୋଭାଇଡ଼ କରାଯାଇଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ କ୍ୟାଣ୍ଡିଡେଟ୍ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବା ଆଗରୁ। ଇଣ୍ଟରଭ୍ୟୁ ଆଟେଣ୍ଡ କରିବା ପାଇଁ ଯଦି ଚାହୁଁଛନ୍ତି ସେମାନେ କାଇଣ୍ଡଲି ଦିଆଯାଇଥିବା ଇମେଲ୍ ଆଇଡିରେ ସିଭି ସେଣ୍ଡ କରନ୍ତୁ। ଦେଖନ୍ତୁ ଖେମଜି ଫିନ୍ସର ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଅଛି ଯେଉଁଟାକି ବିଜନେସ୍ ଡେଭଲପମେଣ୍ଟ ଏକ୍ଜିକ୍ୟୁଟିଭ୍। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ତ ଗ୍ରାଜୁଏସନ୍ ଦରକାର ଯେକୌଣସି ଇନିଟେସନ୍ କରିଥାନ୍ତୁ ଆପ୍ଲାଏ କରିପାରିବେ। ତା ସହିତ ମିନିମମ୍ 1 to 2 ଇୟର ଏକ୍ସପିରିଏନ୍ସ ଦରକାର। ମାଇକ୍ରୋ ଫାଇନାନ୍ସ, ଇନ୍ସୁରାନ୍ସ, ଫାଇନାନ୍ସ, ବ୍ୟାଙ୍କିଙ୍ଗ, ଏମ୍ଏଫ୍ ଯେକୌଣସି ବ୍ୟାଙ୍କିଙ୍ଗ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ହେଲେ ଆପଣ ଏଠି ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଠି ଅଲରେଡ଼ି କି ଆଣ୍ଡ ରେସ୍ପନ୍ସିବିଲିଟି କ'ଣ ଆପଣ ଯଦି
बिजनेस एक्जिक्यूटिव पे अप्लाई कर तो आपको आगु जाए कौन कौन रेस्पॉन्सिबिलिटी आपको फेस करिया पड़ो से समस्त इनफॉरमेशन दे देछि। तो जो मैंने ये सब क्राइटेरिया फुलफिल करूछंती से माने चेष्टा करंतु इंटरव्यू अटेंड करिया। एठी सैलरी किछि कुआ जायनि किंतु देखंतु बहुत भल सैलरी सहित एम्प्लॉयमेंट बेनिफिट पीएफ ईएसआई हेल्थ इंश्योरेंस लाइफ इंश्योरेंस मोबाइल अलाउंस फ्यूएल परफॉर्मेंस बेस्ड इंसेंटिव कैरियर ग्रोथ मध्ये अपॉर्चुनिटी अछि जो माने इंटरेस्टेड अछंती। तो जो माने इंटरेस्टेड अछंती एटा बेसिकली किमजी ज्वेलरीज तरफ रु अछि। तो एटा आपनको फाइनेंस रो होछि मध्ये। तो जो माने इंटरेस्टेड अछंती इंटरव्यू अटेंड कर परिबे। देखंतु ऑलरेडी मेल आईडी मध्ये दे दीछि तो आपण माने सीवी मध्ये सेंड कर परिबे। बा दिया जतिबा एड्रेस रे आपनको अपडेट सीवी विथ ऑल एजुकेशन क्वालिफिकेशन सर्टिफिकेट विथ आधार कार्ड पैन कार्ड एक्सपीरियंस सर्टिफिकेट सहित 3 मंथ सैलरी स्लिप सहित इंटरव्यू अटेंड करिया को चेष्टा करंतु। ता सहित देखंतु सीनियर सीएससी आउ सीएससी पई मध्ये एटी वैकेंसी अछि जोटा कि अनुकूल पई आछि। तो जो माने अनुकूल रे इंटरेस्टेड अछन इंटरव्यू अटेंड कर परिबे। तो एटी मध्ये की एंड रिस्पांसिबिलिटी दिया गेला सैलरी एटी मध्ये सेम रहिछि। क्वालिफिकेशन मिनिमम ग्रेजुएशन ता सहित 1 ईयर जे कोनसी बैंकिंग फाइनेंस सेक्टर रे गोल्ड लोन रे आपण जदी एक्सपीरियंस अछि ताहाले अप्लाई करि परिबे। ता सहित लोकल मार्केट ऊपर माने आपनको अनुकूल पई आपण अनुकूल लोकेशन बिलोन जानिथिबा दरकार। जदी आपण इंटरेस्टेड अछंती आपण मध्ये दिया जैतिबा एड्रेस रे आपण दिए जाइए ईमेल आईडी आप सीवी सेंड करेंगे। सीवी सेंड कला पोस्ट नेम लेके सीवी सेंड करूँ जब सीवी सर्टलिस्ट हो डिटेल इनफॉरमेशन पाइपर। देखो ये चैनल माध्यम जहाँ भी जब इनफॉरमेशन प्रोवाइड करूँ ये समस्त वैकेंसी रिलेटेड इनफॉरमेशन कंपनी निजस्व अच्छी से क्या भी पैसा दबा दरकार नहीं। डायरेक्ट इंटरव्यू अटेंड करूँ समस्त डॉक्यूमेंट सहित जॉब रिगार्डिंग किसी क्वेरी अच्छी आपने आम कमेंट माध्यम डिटेल इनफॉरमेशन पचारि पारे। जब वीडियो भल लगी है चैनल को सब्सक्राइब कर बेल आइकन क्लिक करूँ लाइक करूँ शेयर करूँ आप फ्रेंड व रिलेटिव जो मैंने जॉब सर्च कर। थैंक यू फॉर वाचिंग आवर चैनल। जदि ये इनफॉरमेशन आपको भल लगुता है ताहले आपण मैंने शेयर करूँ सब्सक्राइब करूँ। हाँ आ कमेंट आपण मानकर लोकेशन लिखंतु जदि से लोकेशन रे कौन जॉब इनफॉरमेशन आसूची ताहले आपन को यूट्यूब माध्यम जनईदेवु। थैंक यू फॉर वाचिंग माय चैनल।